ଜାମୁଗୁଡ଼ା କୁହ। ନା ହେଉଛି ଶିବ ମାଝି ଗ୍ରାମ ଜାମୁଗୁଡ଼ା ପଞ୍ଚାୟତ ଟିକି ଏଠି ଆଜି ରାକ୍ଷାସ ପର୍ବ ଆଜି କରାଯାଉଛି। ଏଇଟା ଆମେ ଚାଷବାସ କରିଥାଉ ନୂଆରେ ସାରୁକନ୍ଦା କଞ୍ଚା ହଳଦୀ ମକା ଏସବୁ ଆମେ ଖାଇଥାଉ ଧାନ। ଆଉ ଆମର ତ ଜାଣିଥିବେ ଆଦିବାସୀ ପରମ୍ପରାରେ 12 ମାସରେ 13ଟା ପର୍ବ ଥିବ। ସେ ମଧ୍ୟରୁ ପ୍ରତ୍ୟେକ ମାସରେ କିଛି କିଛି ନୂଆ ନୂଆ ଜିନିଷ ଖାଇବା ପାଇଁ ଆମର ଅନୁଭୂତି ଆଗରୁ ରହିଛି, ପରମ୍ପରା ରହିଛି। ଏଇଟା ମକାସୁର ପ୍ରଥମେ ମାଟି କାଦୁଅ କରିକି ତାହିଁରେ ସାଙ୍ଗେ ସାଙ୍ଗେ ମୂର୍ତ୍ତି ବନାଉଛୁ। ଆଉ ତ ଏ ପର୍ବ କରିବା ଦ୍ୱାରା ଆମେ ଯେଉଁଟା ନୂଆ ଜିନିଷ ଖାଇଥାଉ ସେଇଟା ଭଲ ଭାବରେ ହଜମ ହେବ ଆଉ ଆମର ଦେହ ଖରାପ ହେବ ନାହିଁ, ନିରୋଗ ରହିବ। ଏଇଟା ପ୍ରଥମେ ଆମେ ବାଡ଼ି ବଗିଚାରେ ଯେଉଁଟା ମକା ହଳଦୀ ସାରୁକନ୍ଦା ଏଇଟା ଅମଳ କରିଥାଉ। ଏଇଟା ପ୍ରଥମେ ଅସୁରଣୀକୁ ଦେଇକି ଆମେ ତାହା ପରେ ଖାଇଥାଉ।